ମୁଁ ବୁଝିପାରିଲି ମୁଁ ଦେଖିଲି 7ଟା ଜାଗାରେ ଲେଖା ହେଇଛି ବଦିକିଆର ଫ୍ଲାଇଟ୍ ବୋଧେ ରିଜର୍ଭେସନ୍ ଥିଲା 7ଟା ଫ୍ଲାଇଟ୍ ବୋଧେ ବୁକିଂ ହେଇଥିଲା ପୁରା ଫୁଲ୍। ଆଉ ସବୁଠୁ ଇଣ୍ଟରେଷ୍ଟିଂ ଥିଲା ନା ଥାଇ ଏୟାରଲାଇନ୍ସ ଯୋଉଠି ଆମେ ଯଦି ବ୍ୟାଙ୍କକରେ ପହଞ୍ଚୁଛୁ ଗୋଟେ ଇଣ୍ଟରନ୍ୟାସନାଲ ଲେଭେଲରେ ପହଞ୍ଚୁଛୁ ସେଠି ଆନାଉନ୍ସ ହେଉଛି ମାନେ ଏତେ ଗର୍ବ ଫିଲ୍ ହେଲା ସେଠି ଇଂଲିଶରେ ଆନାଉନ୍ସ କରାହେଉଛି ୱେଲକମ୍ ଟୁ ଅଲ୍ ମୋଦି କା ଡେଲିଗେଟ୍ସ। ମାନେ ମୁଁ ଗୋଟେ ଆଖିରେ ଲୁହ ଆସିଲା ଭଳି ଲାଗୁଛି ମାନେ ଭିତରୁ ଫିଲିଙ୍ଗସ୍ ଆସିଲା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ମୁଁ ଫାଷ୍ଟ ମୁଁ ବହୁତ ଥର ଯାଇକି ଆଗରୁ ପରେ ମୁଁ ଏଇ ୱାର୍ଡଟା ଶୁଣିନଥିଲି ଇଂଲିଶରେ ପ୍ରମୋସନ୍ ଶୁଣିନଥିଲି ମୁଁ କହିଲି ୱେଲକମ୍ ଟୁ ଅଲ୍ ମୁଁ କ'ଣ ଅଲ୍ ସମସ୍ତେ ଆମ ପାଇଁ କରାହେଉଛି। ତାପରେ ମୁଁ ଦେଖିଲା ବେଳକୁ 7ଟା ଏୟାରଲାଇନ୍ସ ଯୋଉ ଲେଖା ହେଇଛି ପୁରା ପୁରା ବ୍ୟାଗ୍ ଲେଖା ହେଇଛି ମୁଁ ଭାବୁଛି 7ଟା ଏୟାରଲାଇନ୍ସ ବା ଫ୍ଲାଇଟ୍ କ'ଣ ହେଇଛି ଆମମାନଙ୍କ ପାଇଁ ବୁକ୍ କରାହେଇଛି। ତା ସେଠି ଯାଇ ଦେଖିଲା ବେଳକୁ ମୁଁ ଏମିତି ଯିବା ପୂର୍ବରୁ କ'ଣ ଆମେ ଟିକେ କ'ଣ ଅଧିକା ଚାଲାକ ଓଡ଼ିଆ ସବୁବେଳେ ଅଧିକା ଚାଲାକ ନୁହେଁ ଅଧିକା ଚାଲାକ ମୁଁ ବି ସେମିତି ଓଡ଼ିଆ ନା ଯେତେବେଳେ ଆସିଲା ସବୁ ଲିଷ୍ଟ ପଳେଇ ଆସିଲା ମୁଁ କ'ଣ କଲି ସାଙ୍ଗେ ସାଙ୍ଗେ କ'ଣ କଲି ଦେଖିଦେଲି ଚେକ୍ କରିଦେଲି କେଉଁଥିରେ ନା ଗୁଗୁଲରେ ଚେକ୍ କରିଦେଲି କେଉଁଠି କ'ଣ କେଉଁ ହୋଟେଲରେ ମୁଁ ସେ ହୋଟେଲ ଯାଇ ଦେଖିଲି ହତାଶା ହୋଟେଲ କ'ଣ ଦେଖାହେଉଛି କ'ଣ କିଛି ଦେଖାହେଉନି ମୋ ମନରେ ମୁଁ କହିଲି ଏଇଥର ସମୟ ବୋଧେ କ'ଣ କରିଛନ୍ତି ଦେଇଛନ୍ତି କାହିଁକି ମାନେ 14 ଥର 4 ଆସିଲା ମୁଁ କହିଲି ଏଇଥର ବୋଧେ କିଛି କମେଇ ଦେଇଛନ୍ତି ଆଉ ଡାଲମା ଖାଇକି ଆସି ଆଉ ସେଠିକି ଯାଇ ମୁଁ ପହଞ୍ଚିଲି ପହଞ୍ଚିଲା ବେଳକୁ ଆଉ ବେକ କହଲା ଆଉ ମୋର 2-3 ଘଣ୍ଟା ପରେ ସିଧା ମୁଁ କହିଲି ଏଇଟା ଅନଉଛି ତଳକୁ ଅନେଇବନି ଏମିତି କହିଲେ ଅନେଇବ ଆଉ କ୍ୟାମେରା ଭଳିଆ କାଳେ ଉପରକୁ ଅନେଇବ ଏତେ ହାଇଟ୍ ଏତେ ବଡ଼ ହୋଟେଲ ଏତେ ଲମ୍ବା ହୋଟେଲ ଥିଲା ଆଉ ସୁଇମିଂ ପୁଲରେ 2000 ଲୋକ ଗାଧେଇବେ ଏକା ସାଙ୍ଗରେ ଗାଧେଇବେ ବହୁତ ଲମ୍ବା ବହୁତ ବଡ଼ ବଡ଼ ସୁଇମିଂ ପୁଲ ବହୁତ ଲମ୍ବା ଲାଗିଲା ବିଚ୍କୁ ଲାଗିଥିଲା ଏତେ ବଡ଼ ହୋଟେଲ ମୁଁ ଯେତେ ଫରେନ୍ ଟ୍ରିପ୍ ଯାଇଛି ଇଏ ସବୁଠାରୁ ବଡ଼ ହୋଟେଲ ଥିଲା ଆଉ ଖାଇବାଟା ବହୁତ ଲଗ୍ଜରୀ ହୋଟେଲ ଥିଲା। ଆଉ ମୁଁ ତାର ଭିଡ଼ିଓ ଫେସବୁକ୍ରେ ପଠେଇକି ଦେଖିପାରିବି ଯେତେବେଳେ ତା ଭିତରେ ରୁମ୍ ବାହାରେ ସବୁ ପଠେଇଥିଲେ ଆଉ ଖାଇବା ଯେଉଁ ଏତେ ଲଗ୍ଜରୀ ଥିଲା ଆଉ ମୁଁ ଟୋଟାଲ କିଛି ମୁଁ ସତରେ ପ୍ରୋମିସ୍ କହୁଛି ମାନେ ଟ୍ରୁ ଫ୍ୟାକ୍ଟ ମୁଁ ଖାଇବି ମାନେ ଖାଇଛି ବଞ୍ଚିବା ପାଇଁ ମୁଁ ଗୋଟେ କାହିଁ ମନରେ ନେଲି ମୁଁ କହିଲି ମୁଁ ଖାଇବିନି ଏଥର ଖାଇଛି ମୁଁ ଯେତେଥର ଯାଇ ମୁଁ କହି ଖାଇ ମୁଁ କହିଲି ଆସିଛି ମାନେ ପଇସା ଖର୍ଚ୍ଚ କରି ଖାଇକି ଯିବି ଏଥର କିନ୍ତୁ ଜମା ଖାଇବି ମାନେ ଯଦି ଖାଇବି ଗୋଟେ ନାନ୍ ଖାଇବି ଟିକେ ପନିର ଖାଇବି ନହେଲେ ଗୋଟେ ରସଗୋଲା ଖାଇବି ମାନେ ଟିକେ ଆସିକି ଖାଇବି ବିଭୂଷା ବି ଯାଆନ୍ତି ମୁଁ ଟୋଟାଲ ଏଥର ଖାଇବି ମୁଁ କହିଲି ମୁଁ ଗୋଟେ ପ୍ରୋମିସ୍ କରି ମୁଁ ଏଥର ଖାଇବି ଦେଖିବି ଏତେ ମୁଁ ସାର୍ଙ୍କୁ କହିଲି ସାର୍ କହିଲେ ଏତେ ଆଇଟମ୍ ମୁଁ କ'ଣ ଖାଇବାକୁ କ'ଣ ଆମେ ଆଇଛୁ ମୁଁ ଦେଖିବାକୁ କହିଲି ଆଇଟମ୍ ଏମିତି ଲାଗିଛି ଏଇଠୁ ସେ ଯେଉଁ ଖେଳ ପଡ଼ା ଶେଷ ଲାଗେ ଆଉ ଖାଇବ କ'ଣ ତାକୁ ମୁଁ କହିଲି ଦେଖିବି ଖାଇ ମୁଁ ଖାଲି ୟୁଟ୍ୟୁବ୍ ଖାଲି କଲି ତାକୁ ମୁଁ ଖାଇବାକୁ କେତେ ଦେଖିବି ଆଇଟମ୍ ଖାଲି ଦେଖିବ ଖାଇବା ଦରକାର ହିଁ ନାହିଁ ଆମର ତ ଏଠି ଇଣ୍ଡିଆନ୍ ରେଷ୍ଟୁରାଣ୍ଟ ଆମର ଘରେ ଆସିବ ଲାଗିବ କି ଆମର ଇଣ୍ଡିଆନ୍ ରେଷ୍ଟୁରାଣ୍ଟ ଆମ ଘରେ ଫରକ କ'ଣ ଖାଇବା ଦରକାର ଅଛି ଆମେ ଯାଇଛେ ଆକ୍ଚୁଆଲି କ'ଣ ଜିନିଷଟା ଏତେ ମାନେ ହାଇ ଲେଭେଲ ଟ୍ରିଟମେଣ୍ଟ ଖାଇବା ଦରକାର ନାହିଁ 3 ଥର ମାନେ ବଫେରେ ଖାଇବା ଦିଆହେବ ଖାଇବେ ଆପଣ କ'ଣ ସକାଳେ 8ଟାରେ ଖାଇଥିବେ ପୁଣି 1ଟା ବେଳେ ବଫେ ପୁଣି ରାତି 8ଟାରେ ବଫେ ଖାଇବେ କ'ଣ ଖାଇକି ତ ଆସିବେ ସିଆଡ଼େ ମେଡ଼ିକାଲ ପଳେଇବେ ଦିନକୁ 3 ଥର ଖାଇବେ କ'ଣ ଖାଇବେ ଆଉ ଏମିତି ଏଥର ମୁଁ ଟୋଟାଲ ମୁଁ ନନଭେଜ୍ ଖାଇବି ପୁରା ଟୋଟାଲ ଖାଲି ଏଇ ଯେଉଁ ଫ୍ରୁଟ୍ସ ଆଉ ମୁଁ କ'ଣ କଲି ଲାଷ୍ଟ କ୍ଷୀର ବୋତଲ ଧରି ବୁଲିବି କ୍ଷୀର ଡ୍ରମ୍ ଲାଗିଛି ମୋର କ'ଣ ବୁଦ୍ଧିମାନ ପିଲା ହେଇଥିଲା କ'ଣ ମତେ କ'ଣ କଲେ କେତେ ଜଣ ବାବା ଡାକି ଆରମ୍ଭ କରିଦେଲେ ମୁଁ ଯେ କ୍ଷୀର ପିଇଲି କହିଲେ ବହୁତ ବାବା ଓଡ଼ିଶାରୁ ମାନେ ଭ୍ୟାନିସ୍ ହେଇଗଲାଣି ଇଏ ମୋତେ ଗୋଟେ ନୂଆ ବାବା ଆସିଲା କ୍ଷୀର ପିଇଲି ମୁଁ ପୁରା ସେଠି ବହୁତ ଏନ୍ଜୟ ମୁଁ କରିଛି ଏଥର ଫାଷ୍ଟ ଏନ୍ଜୟ ଏଥର ମୁଁ କରିଛି ସୁଇମିଂ ପୁଲ ଜିମ୍ ସେ ଆପଣଙ୍କର ବିଚ୍ ଯେତେ ଯାହା ଅଛି ସବୁ ମୁଁ ଏନ୍ଜୟ କରିଛି ଏଭ୍ରିଥିଙ୍ଗ କେତେଟା କହିହେବନି ଯୋଉଟାକ ବହୁତ ଲୋକ କରିଛନ୍ତି ସେଇଟା ବି ଆପଣ ପରେ ଶୁଣିବେ ତାଙ୍କଠାରୁ ଆଉ ଲୋକ ବି ଆଜି ଏଥର ଆପଣ ଶୋଇନା ମୁଁ ଶୋଇନି ସାର୍ ଜାଣିଛନ୍ତି ମୁଁ ବି ଏଥର ବି ଶୋଇନି ମାନେ ଶୋଇନି ମାନେ ନଶୀଟା ସାଙ୍ଗରେ ସାଙ୍ଗ କାଲି ରାତିରେ ଶୋଇନି ପରଦିନ ରାତିରେ ଶୋଇନି ତା ପୂର୍ବରୁ ଶୋଇନି ମୁଁ ଭାବିଲି 7 ଦିନ ଖଣ୍ଡେ ହେଲା ଶୋଇନି ଆଜି ବି ଟୋଟାଲ ଶୋଇନି ମୁଁ ଯଦି ବସିକିରି ମୋର ଆଖିରେ ଚଷମାଟା ଖସି ପଡ଼ିଲା ମୋର ଏତେ ଜୋର ନିଦ ଶୋଇନି ମୋ ଟୋଟାଲ ଏଥର ଶୋଇବେ ନାହିଁ ଖାଇବୁନି କି ଶୋଇବୁନି ତାପରେ ସାର୍ କହିଲେ ଆଉ କ'ଣ କରିବା ଆଉ ସାର୍ କ'ଣ ଡାକିଛନ୍ତି ଯିବା ପାଇଁ ଆମେ ସତରେ ଯିବା ତ ମୁଁ କହିଲି କ'ଣ ଅସୁବିଧା କ'ଣ ହେଇଛି ନା ଆମେ ଶୋଇନି ଅନିଜି ଲାଗୁଛି ମୁଁ କହିଲି ଦେଖନ୍ତୁ ଶୋଇବାଟା ହେଉଛି ଆପଣଙ୍କ ମାନସିକତା ଯଦି ଆପଣ ନ ଶୋଇବେ ଆପଣଙ୍କ କିଛି ଅସୁବିଧା ହେବନି ତା ସହିତ ମୁଁ ପୁଣି କହିଦେଇଛି ମାନେ ଅଫଲାଇନ୍ ହିସାବରେ ପୁଣି ପ୍ରୁଭ୍ କରିବି ମୁଁ କହିଲି ଦେଖନ୍ତୁ ଘରେ ଗୋଟେ ଯଦି ଗୋଟେ କିଏ ପେସେଣ୍ଟ ପଡ଼ିଗଲା ଆମର ବ୍ଲଡ୍ ରିଲେସନ୍ ଫ୍ୟାମିଲି ଭିତରେ ଆମେ 5-7 ଦିନ ଶୋଇବାନି সেই টাইমে কইবে বাপা তো পড়ি মেডিকেলে যাইছে আপনার মশা টানি শুন ଯିବା କି କେବେ ହବନି ତାହେଲେ ସେଠି ଯଦି ଆମେ ଅନିଦ୍ରା ହଉଛେ ତାହେଲେ ଏଠି ଆମ ଲାଇଫ୍ରେ ଯୋଉଟା ଚେଞ୍ଜ କରିବା ପାଇଁ ଆମେ ଏଠି ଶୋଇବା କ'ଣ ଦରକାର
एथर टोटल आम बहुत लोग देखिए जिते लोग 1000 प्लस लोग थे बहुत लोग थे बहुत लोग शोई ना मु राति 3टार मुझे दिन एमती मानने शोई राति 10टा कि पाखापी 12टा 12टा पूर्व कौन शोन 12टार शोन मुझे 3टार उठी 3टार उठी जाकि बाल्कनी छिड़ा आम सब बड़ बड़ तार ना कह पर्सनाली कह सी देखला 3टार कौन करते बुलूस मुझे सकाल कह सारे मुझे खाली बाल्कनी देखला परिचय आसले कि उठी गला बाल्कनी आप देखिए आप मार्केट आसते ना हाँ ठीक कथा कहते आप काली आसिक से लोक शोई ना पर जहाँ जदि लाइफ रे जदि केबे माने बहुत कंट्री अच्छी जदि थाईलैंड जाई ना ताहले आपण आउ किछि माने भाबन किछि कोर जाई ना एंटरटेनमेंट जोड़ा पावर हाउस सत्य माने लाइफ रे ए टू जेड एवरीथिंग सिटी कम करबे आपण देखिबे खाइबे मु करनी खाली देखिबे खाइबे सब एंटरटेनमेंट पावर हाउस सब आपण यूट्यूब देखिबे ये हली कथा बहुत बड़ा कंपनी जो एक्सीलेंट थिला आ मैनेजमेंट आ जो हम जो रेस्पेक्ट मु थाई जो रूम दिया जाय सेटा तो मु तो 5 6 जो लास्ट वीक टा मु गणतली 7 दिन 6 दिन हेबा मु 6 दिन तो आ मु टोटल हम घर कथा मु सारू भी फाइल फोन कली मु ना बर्तमान टोटल आसी छी टाइम वेस्ट हो पूरा बर्तमान हम बर्तमान फॉरेनर ना टोटल हम बर्तमान कासा कथा खबर ना वीडियो मु कोन थाई मु पूरा कहाँ से कथा है फोन कर ठीक है मैडम मते थारे फोन कर दे भूल रे मु थारे धरलिन सेकंड टाइम फोन करले मु कहि कोन बते सारे काई फोन धरना दी सेति पे फोन कर दे मु धरली न धर धर आ कहू मु जानि कि धरन दे मु वॉशरूम जाउ थाए आपण मते फोन कर मु तो नाई मु धरिबि मते हम घर को कथा होनी पुओ कोन करती मते आसीला काली आसिया पूर्व तो कथा था पड़े नटा पुनी घर असुविधा रे ता जो ये कोई मो मैडम को तुम काई पुओ से कथा हो ना से रागी जी तुम से कथा हो मु ता मिछरे फोन कर दे फोन दे ता जो पिलाटा जेमनी कहला मु अरे इठिया फॉरेनर सीन काम करे जान ना ना जानि छी ना व्हाट्सएप रे काम करे व्हाट्सएप रे काम करे जे हम बीच रे बुलु बीच रे कोन वाईफाई लागी से बहुत टेक्निकल से बीच रे को वाईफाई लागी ना रूम रे कोन रहू हम रूम रे रहू मु तो रूम रे रहू तू से कर एथर मु का जा कथा नहीं पूरा 100% 99% जे करी आसी पैसा पूरा असूल आ खाइले सिना सहीबो खाइया तो नहीं हो अच्छा फिर पीले